ଆମର ଯେତେବେଳେ ଡକ୍ଟର ହାନିମାନେ ଏଟାକୁ ଆରମ୍ଭ କରିଥିଲେ ସେଇ ଚିକିତ୍ସାକୁ ବର୍ତ୍ତମାନ ଟିକିଏ ବିଳମ୍ବରେ ହେଲେ ମଧ୍ୟ ତାହାର ପାର୍ଶ୍ୱ ପ୍ରତିକ୍ରିୟା ନାହିଁ। ଲୋକମାନଙ୍କର ଆଗ୍ରହ ହୋମିଓପାଥି ପ୍ରତି ଧୀରେ ଧୀରେ ବଢ଼ୁଛି। ଏଲୋପାଥିକ୍ ଚିକିତ୍ସାରେ ଖର୍ଚ୍ଚ ବହୁଳ ଏବଂ ତାହା ପାର୍ଶ୍ୱ ପ୍ରତିକ୍ରିୟା ରହିଛି। ଲୋକମାନେ ଶୀଘ୍ର ଆରୋଗ୍ୟ ପାଇଁ ସେମାନେ ପଳେଇ ଯାଉଛନ୍ତି ଏଲୋପାଥିକ୍ ଚିକିତ୍ସା ପାଇଁ, କିନ୍ତୁ ହୋମିଓପାଥିକୁ ଧୈର୍ଯ୍ୟ ଧରିଲେ ନିଶ୍ଚିତ ଭାବରେ ରୋଗ ଆରୋଗ୍ୟ ହେବ, ଏହା ନିଶ୍ଚିତ ଭାବରେ ଆମର ବିଶ୍ୱାସ ରହିଛି। ଏବଂ ବାକି ଜନସାଧାରଣଙ୍କୁ ଆମେ ମଧ୍ୟ ଅନୁରୋଧ କରୁଛୁ ସେମାନେ ମଧ୍ୟ এই হোমিওপ্যাথিক চিকিৎসা প্রতি ସେମାନେ ଆଗ୍ରହ ସୃଷ୍ଟି କରନ୍ତୁ ଏବଂ ତାଙ୍କର ମଧ୍ୟ ଡକ୍ଟର ସବୁ ଆସୁଛନ୍ତି ସେ ପ୍ରାଇଭେଟଲି ବାଙ୍କିରେ ବିଭିନ୍ନ ଜାଗାରେ ମଧ୍ୟ ପ୍ରାଇଭେଟଲି ହୋମିଓପାଥିକ୍ ଚିକିତ୍ସାଳୟ ମଧ୍ୟ ଖୋଲାଯାଇଛି। ତେଣୁ ସେମାନେ ଯାଇ ବାଙ୍କିରେ ବା ତାଙ୍କ ଅଞ୍ଚଳରେ ଯେଉଁଠି ହୋମିଓପାଥିକ୍ ଡାକ୍ତରଖାନା ରହିଛି ବା ଡାକ୍ତର ରହୁଛନ୍ତି ରୋଗୀ ଚିକିତ୍ସା କରୁଛନ୍ତି ସେମାନେ ଯାଇକି ହୋମିଓପାଥିକ୍ ଚିକିତ୍ସାକୁ ଆଗ୍ରହ ସହିତ ଗ୍ରହଣ କରନ୍ତୁ। ତଥା ଆମର ସ୍ୱପ୍ନ ପ୍ରକୃତରେ ହୋମିଓପାଥିକ୍ ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚୁ। ହୋମିଓପାଥିକ୍ ଚିକିତ୍ସା ଆକ୍ଚୁଆଲ ବହୁତ ସରଳ, କିନ୍ତୁ ସରଳ ଏବଂ ସମ୍ପୂର୍ଣ୍ଣ ଯେଉଁ ସ୍ୱାସ୍ଥ୍ୟର ସଂଜ୍ଞା ଯାହା ସେହି ଅନୁସାରେ ଆମେ ସମ୍ପୂର୍ଣ୍ଣ ସୁସ୍ଥତା ପାଇପାରିବା। ସୁସ୍ଥତା ଅର୍ଥ ଆମ ଶରୀର, ମନ ଏବଂ ରୋଗରୁ ମୁକ୍ତି। କିନ୍ତୁ ହୋମିଓପାଥିକରେ ଯାହାକି ସମ୍ଭବ, ଏମିତି କୌଣସି ରୋଗ ନାହିଁ ଯାହାର କି ଆମେ ଚିକିତ୍ସା କରିପାରିବା। କିନ୍ତୁ ଯେଉଁଟା ପିଓରଲି ସର୍ଜିକାଲ ତାକୁ ସର୍ଜରୀ ଦରକାର ହେବ, ସେଥିପାଇଁ ଏକ୍ସପର୍ଟ ଅଛନ୍ତି, ସେମାନେ ସର୍ଜରୀ କରିବେ। ଯେ ଆମେ କହିବା ହୋମିଓପାଥିରେ ସବୁ ସର୍ଜରୀ ଗୁଡ଼ାକ ଆମେ ଜଣେ ହାଡ଼ ଭାଙ୍ଗି ଯାଇଛି, ଗୋଡ଼ ଭାଙ୍ଗି ଯାଇଛି, ତାକୁ ଆମେ ଯୋଡ଼ିଦେବା, ସେଇଟା ତ ନୁହଁ। କିନ୍ତୁ ଯେତେ ମେଡ଼ିକାଲ ଡିଜିଜ୍ ପ୍ରାୟ ପ୍ରତ୍ୟେକ ରୋଗର ହୋମିଓପାଥିକରେ ସରଳ ଓ ସମ୍ପୂର୍ଣ୍ଣ ଚିକିତ୍ସା କରାଯାଇପାରିବ। ସେଥିପାଇଁ ଆଉ ଦ୍ୱିତୀୟ ପ୍ରଶ୍ନ ମୋତେ ଆଉ ଗୋଟେ କରୁଥିଲେ ଯେ ଏଇଟା ମାନେ ଲେଟ୍, ପ୍ରକୃତରେ ଲେଟ୍ ନୁହେଁ। କାରଣ ଆମେ ଦେଖିଛୁ ଫ୍ରାକ୍ସନ୍ ଅଫ୍ ସେକେଣ୍ଡ ଆପଣ ଦାନ୍ତ ବିନ୍ଧା ହେଉଛି, ଫ୍ରାକ୍ସନ୍ ଅଫ୍ ସେକେଣ୍ଡ ଗୋଟେ ଡ୍ରପ୍ ପାଟିରେ ପକାଇଲା ଭିତରେ ବି ସେ ଇନଷ୍ଟାଣ୍ଟଲି ବନ୍ଦ ହେଇଯିବ। ଆଉ କେଉଁ ସିଷ୍ଟମ୍ ଅଛି ଯେଉଁଟାକି ଆପଣଙ୍କ ଦାନ୍ତଟା ବିନ୍ଧା ହେଉଛି, ଡ୍ରପ୍ଟା ଲିକ୍ୱିଡ଼ଟା ପାଟିରେ ପଡ଼ିଲା ସାଙ୍ଗେ ସାଙ୍ଗେ ପେନ୍ରୁ ମୁକ୍ତି? ଏମିତି କୌଣସି ସିଷ୍ଟମ୍ ଅଛି? ଆପଣ କାନ ବିନ୍ଧୁଛି, ଗୋଟେ ଡ୍ରପ୍ ପାଟିରେ ପକାଇବା, କାନରେ ନାହିଁ, ସେଇଟା ବନ୍ଦ। କିନ୍ତୁ ଏଇଟା ବି ସବୁ ସମୟରେ ହେଇପାରୁନି। ନ ହେବାର କାରଣ ହେଉଛି ନା ଆମ ଲକ୍ଷଣ ହୋମିଓପାଥିକ୍ ଚିକିତ୍ସା ହେଉଛି ରୋଗର ଲକ୍ଷଣ ସହିତ ହୋମିଓପାଥିକ୍ ମେଡ଼ିସିନର ଲକ୍ଷଣର ସାମଞ୍ଜସ୍ୟ। ଜନତାଙ୍କର ଦିନକୁ ଦିନ ହୋମିଓପାଥିକ୍ ଉପରେ ବିଶ୍ୱାସ ହିଁ ବଢ଼ୁଛି ଏବଂ ଲୋକମାନେ ଏଠି ଆମ ହସ୍ପିଟାଲ ଏଠି ହେଇଛି ଯେଉଁ ଏଠି ସମ୍ପୂର୍ଣ୍ଣ ମାଗଣାରେ ସମ୍ପୂର୍ଣ୍ଣ ନିଷ୍ଠାପର ଭାବରେ ଡାକ୍ତର ଚିକିତ୍ସା ଯୋଗାଉଛନ୍ତି। ଏ ସୁଯୋଗ ସେମାନେ ନିଅନ୍ତୁ। ଆଉ ଫାର୍ଷ୍ଟ ଲାଇନ୍ ଟ୍ରିଟମେଣ୍ଟ ହୋମିଓପାଥିକ୍ କରାଯାଉଛି।